ବନ୍ଧୁ, ଗୀତାରେ ସବୁ କିଛି ଅଛି କିନ୍ତୁ ମିଥ୍ୟା ନାହିଁ। ସ୍ୱର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ। ଆଜିର ମଣିଷ ପାଖରେ ସବୁ କିଛି ଅଛି କିନ୍ତୁ ଧୈର୍ଯ୍ୟ ନାହିଁ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ସେପ୍ଟେମ୍ବର ମାସ 2 ତାରିଖ, ଓଡ଼ିଆ ଭାଦ୍ରବ ମାସ 17 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ, ଦଶମୀ ତିଥି, ଯାହା ରାତ୍ରି 1:48 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହେଉଛି। ଆଜି ମୂଳା ନକ୍ଷତ୍ର, ଯାହା ରାତ୍ରି 8:44 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:33। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:56। ଆଜି ଯାହାକି ଯୁଗ୍ନି ରହିଛି ଉତ୍ତର ଦିଗେ, ରାତ୍ରି 1:48 ପରେ ଯୁଗ୍ନି ଅଗ୍ନିକୋଣରେ ରହିବ। ଆଜି ଯାହାକି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଲାଗୁଛି, ଫଳ ରହୁଛି କୃଷି ସନ୍ତାନ ହାନି। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେଲା, ଯାହା ରାତ୍ରି 8:44 ପରେ, ତେବେ 7 ମାସ ଗଣ୍ଡ ଦୋଷ ଲାଗିବ। ଆଜି ଦଶମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି କଳମ। ଆଜି ହେଉଛି ଶ୍ରୀମନ୍ଦିରରେ କୃଷ୍ଣ ଲୀଳା। ତତ୍ସହିତ ଆଜି ମଥୁରା ହାଟ ଜୁଡ ଉତ୍ସବ। ଆଜିର ଶୁଭ ବାର୍ତ୍ତା, ଯଦି ଆପଣ ସବୁଦିନେ ବୁଲା କୁକୁରକୁ ଖାଇବା ପାଇଁ ଦଉଛନ୍ତି ତେବେ ଆପଣ କୋଉଦିନେ ଦୁର୍ଘଟଣା ଜନିତ ସମସ୍ୟାରେ ପୀଡ଼ିତ ହେବେ ନାହିଁ। ଆଜିର ଅଶୁଭ ବେଳା, ଯାହା ଦିବା 7:07 ରୁ ଦିବା 8:41 ମଧ୍ୟ ରହିଛି 12 ବେଳା। ସେହିଭଳି ଦିବା 12:53 ରୁ ଦିବା 2:27 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 2:51 ରୁ ଦିବା 4:24 ମଧ୍ୟ ରହିଛି ରାହୁ କାଳ ଯୁଗ। ସେହିଭଳି ରାତ୍ରି 7:29 ରୁ ରାତ୍ରି 9:03 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, 12 ବେଳା, କାଳ ବେଳା, ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 8:42 ରୁ ଦିବା 10:21 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:25 ରୁ ଅପରାହ୍ନ 5:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 6:53 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9:08 ରୁ ରାତ୍ରି 11:32 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:55 ରୁ ଶେଷ ରାତ୍ରି 3:32 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ର ଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଏବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ସଫଳ ହେବା ପାଇଁ ଚେଷ୍ଟା କରନ୍ତୁ। କେତେକାଂଶରେ ଆପଣଙ୍କର ବିରୁଦ୍ଧ ଆବାସ ଆସିପାରେ, କିନ୍ତୁ ଆପଣ ଧ୍ୟାନପୂର୍ବକ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ମେଷ ରାଶି ବ୍ୟକ୍ତି, ଆଜି ଶିକ୍ଷା କ୍ଷେତ୍ରରେ ଆପଣ ଆଗକୁ ବଢିବା ପାଇଁ ନିଶ୍ଚିତ ଚେଷ୍ଟା କରନ୍ତୁ, ଭାଗ୍ୟ ସାଥ ଦେଇପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ନିଜକୁ ସ୍ଥିରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧ୍ୟାନପୂର୍ବକ କାର୍ଯ୍ୟ କରିଲେ ମେଷ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠା ଲାଭ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ନିଜର ମନୋବଳ ବଢିବ ଏବଂ
ଆପଣଙ୍କର ବୈବାହିକ ଜୀବନ ସୁଖମୟରେ କଟିବାର ସୁଯୋଗ ଦେଇପାରେ ଏବଂ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବନ୍ଧୁ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ ଯାହାକି କାର୍ଯ୍ୟରେ ସଫଳ ହବ, ଯାହାକି ବେପାର ବାଣିଜ୍ୟରେ ମଧ୍ୟ ଆପଣ ତାଙ୍କ ଦ୍ୱାରା ଅନେକ ଲାଭ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି କୌଣସି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ହବା ପାଇଁ ମନ ବଳିପାରେ କିମ୍ବା ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣ ଜଡ଼ିତ ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା କିଛି ମାତ୍ରାରେ ଆପଣଙ୍କୁ ଯାହାକି ଡାଉନ କରିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି କାର୍ଯ୍ୟ କରୁଥିଲା ବେଳେ ଅନେକ ପରିମାଣରେ ଭୟ ମାନସିକ ସ୍ତରରେ ଆସିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବୃଷ ରାଶି ବ୍ୟକ୍ତି ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କୁ ନିଜର କଣ୍ଟ୍ରୋଲ କରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ତତ୍ ସହିତ ବୃଷ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାପଢିରେ ଅବହେଳା କରିପାରନ୍ତି, ମାନସିକ ସ୍ତରରେ ଦୁର୍ବଳ ଅସ୍ଥିରତା ଆଡକୁ ଅଗ୍ରଗତି କରିପାରନ୍ତି, ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ବୃଷ ରାଶି ବ୍ୟକ୍ତି ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଭଲ ଦିନ ହୋଇପାରେ, ତେବେ କେତେକାଂଶରେ ପାରିବାରିକ ସମସ୍ୟା ଭିତରେ ମଧ୍ୟ ଆପଣଙ୍କର ଶାନ୍ତି ଆସିବ, ଯାହା ନିଜ ଭିତରେ ଭଲ ସମ୍ପର୍କ ଦେଖାଦେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ଆର୍ଥିକ ଦୃଷ୍ଟିରୁ ଦେଖିଲେ ଆପଣ ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି କିଛି ନୂତନ ଜାଗାକୁ ଯଦି ଯାଉଛନ୍ତି ଟିକେ ସାବଧାନ ସହକାରେ ରୁହନ୍ତୁ, ବିଶେଷ କରି ରାସ୍ତାଘାଟରେ ଛୋଟ ମୋଟ ପୀଡା ଆପଣଙ୍କୁ ଆଘାତ ଦେଇପାରେ। ବିଶେଷ କରି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆଜି ଅନେକ ପରିମାଣରେ ବଢିପାରେ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଟିକେ ଖାଦ୍ୟ ପେୟକୁ ସାବଧାନ ସହକାରେ ପରିଚାଳନା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଯାହାକି ଆପଣ ସୁନେଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର ସୁଖ ପ୍ରାପ୍ତ କରିବାର ଯୁଗ ରହୁଛି। ନିଜର ସ୍ୱାର୍ଥ ଅଧିକ ଧ୍ୟାନ ଦେବେ, କାହାର କଣ ହେଲା ନ ହେଲା ଆପଣଙ୍କର ସେଥିରେ କୌଣସି ଯାଏ ଆସେ ନାହିଁ। ନିଜ କାର୍ଯ୍ୟ କେମିତି ସଫଳ ହେବ ସେଥିପ୍ରତି ଅଧିକ ଆଗଭର ହୋଇପାରନ୍ତି ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବ। ତତ୍ ସହିତ ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ଶୁଭ ଯୁଗ ରହୁଛି, ଯାହାକି ନିଜର ଦକ୍ଷତା ବଳରେ ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। କିଛି ନୂତନ ବିଜନେସ କରିବାର, କିଛି ସଂକଳ୍ପ ନେବାର ଆଜି ଶୁଭ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ରହିଛନ୍ତି ଅନେକ ମଧୁର ସମ୍ପର୍କ ସୃଷ୍ଟି ହେବ। ତତ୍ ସହିତ ଆଜି ପାରିବାରିକ ସମ୍ପର୍କ ଆପଣଙ୍କର ଭଲ ରହିବ। ନିଜ ଭିତରେ ପରିବାର ସମ୍ବନ୍ଧ ଅତି ସୁଖମୟ ପରିବେଶରେ କଟିବାର ସୁଯୋଗ ଦଉଛି। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ସମାଧାନ ଆଜି ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଯାହାକି ଆପଣ ବ୍ୟବହାର କରିପାରିବେ ଗୋଲାପୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସଫଳତା ଯୁଗ ରହିଛି, ଯାହାକି ଗ୍ରହମାନେ ଆଜି ପୂର୍ଣ୍ଣ ଶୁଭ ଯୁଗ ବନଉଛନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ମହା ଆନନ୍ଦରେ ଦିନ କଟିବେ। ଦୈନନ୍ଦିନ କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଚାକିରି କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଗୁଡିକ ମନଭରା ରହିବ, ଯାହାକି ଉପରସ୍ଥ ଅଫିସର ଆପଣଙ୍କ ଉପରେ ଆନନ୍ଦିତ ହେବେ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ଯାହାକି କାର୍ଯ୍ୟ ହାସଲ କରିବେ, ଅର୍ଥାତ ଆପଣଙ୍କର ଇଣ୍ଟରଭ୍ୟୁ ଭଲ ହବାର ସୁଯୋଗ ଦଉଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ଏବଂ ଆପଣଙ୍କର ପ୍ରତିଷ୍ଠା ଲାଭ ହେବ। କର୍କଟ ରାଶି ବ୍ୟକ୍ତି ଆଜି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ମଧୁର ସମ୍ପର୍କ ଦେଖାଦେବ। ଆଜି କିଛି ଯଦି ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି ଏବଂ ପ୍ରେମ ସମ୍ବନ୍ଧରେ କଥାବାର୍ତ୍ତା ପାଇଁ ଆଜି ଶୁଭ ଯୁଗ ବନଉଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ବୈବାହିକ ଜୀବନ ସୁଖମୟ ପରିବେଶର କଟିବା ସହିତ ପାରିବାରିକ ସମସ୍ୟା ମହା ଆନନ୍ଦରେ, ଯାହାକି ଯଦି କିଛି ସମସ୍ୟା ଥିବ ଆଜି ଶୁଭ ରେ କଟିବ, ଅର୍ଥାତ ପୂର୍ବରୁ ସମସ୍ୟା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ରହିବ ନାହିଁ। ତତ୍ସହିତ ବେପାର ବାଣିଜ୍ୟରେ କରୁଥିଲେ କର୍କଟ ରାଶି ବ୍ୟକ୍ତି ଆଜି ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ନୂତନ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ରହୁଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍କଟ ରାଶି ବ୍ୟକ୍ତିଙ୍କର ଅତି ଉତ୍ତମ ଦିନ ହୋଇପାରେ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ ସଫଳତା ପ୍ରାପ୍ତ କରିବ। ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଆଜି ନିଜର ପାଠ ପଢା ପ୍ରତି ଅଧିକ ମନୋବଳ ବା ଆକର୍ଷଣୀୟ ହୋଇପାରନ୍ତି। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲା ବେଳେ ଅନେକ ପ୍ରତିଷ୍ଠା ବା ନିଜର ଦକ୍ଷତା ବୃଦ୍ଧି କରିପାରନ୍ତି। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ସାମାଜିକ ସହିତ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆଗକୁ ବଢିବେ, ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆଜି ମହା ଆନନ୍ଦରେ ଦିନ କଟିପାରେ, ଯାହାକି ମଧୁର ବାର୍ତ୍ତାଳାପ ସହିତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଅତି ଉତ୍ତମ ଯୁଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଶୁଭ ଯୁଗ ଦେଇପାରେ। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଚିନ୍ତା ଟିକେ ବଢିପାରେ, ଯାହାକି ଅନେକ କ୍ଷେତ୍ରରେ ମାନସିକ ସ୍ତରରେ ଆପଣ ଅସ୍ଥିର ଦୁର୍ବଳ ହୋଇପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଯାହାକି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଭାଗ୍ୟ ଆଜି ଆପଣଙ୍କର କମ ପରିମାଣରେ ସାଥ ଦଉଛି, ତେଣୁ ପ୍ରତ୍ୟେକ କାର୍ଯ୍ୟ ଅସ୍ଥିରତା ନ ହୋଇ ସ୍ଥିରତା ହୋଇ କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର କାର୍ଯ୍ୟ ଯାହାକି ସଚେତନ ସହକାରେ କରନ୍ତୁ। କୌଣସି ଯାହାକି କଥା କହିଲା ବେଳେ ଝଗଡା କଳହ ପ୍ରତି ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ମାନ ସମ୍ମାନ ଆପଣଙ୍କର ହାନି ହବାର ଅନେକ ଚାନ୍ସ ରହୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ବିଶେଷ ସଫଳତା ଦିନ ହୋଇ ନପାରେ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟ କରୁଥିଲେ ସାବଧାନ ସହକାରେ କରନ୍ତୁ। ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ, ଯାହାକି ଆର୍ଥିକ ସ୍ଥିତି ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ
आज कन्या राशि व्यक्ति जदि कौनसी कार्य पई आपण दूरयात्रा करूछंती से दूरयात्रा रे आपणकर कार्य सफलता हवा भारी कष्टकर जुग बनौछि। आज कन्या राशि व्यक्तिंकर जहा कि आपणकर प्रेम संबंध रे देखिले आपणक निज भितर किछि मनांतर जुग रहुछि। तेणु मधुर संपर्क रखिबा पई चेष्टा करंतु, भल वार्तालाप करंतु, कौनसी कलह जुक्ति तर्क कटु कथा कहतु नाही, जहा आपणकर प्रेम संबंध रे स्थिरता रहिबो। एवं पारिवारिक संपर्क भितरे आपण निश्चित सावधान सहकारे निजर कथावार्ता करंतु, जहा आपणक पई भलो हेबो। आज जहा कि कन्या राशि व्यक्तिंकर भाग्य संख्या रहिछि 2, भाग्य रंग रहुछि जहा कि आपण धूसर रंग व्यवहार करि परिबे। एवं ग्रह माने आपण को आज जहा कि 40% साथ दउछंती। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज निजर दक्षता बଳରେ समस्त कार्य सफलता आड़कू अग्रगति करि पारंती। तत्सहित दैनंदिन कार्य आपण अनेक सुख प्राप्त करिबा सहित निजर चाकरी संबंध रे कार्य गुडी को आपणकर कार्य कौशल देखि उपरस्थ कर्मचारी आपण को निश्चित प्रशंसा करि पारंती तुला राशि व्यक्ति। आज तुला राशि व्यक्ति जहा कि किछि नूतन वस्त्र किंबा उपहार मिलिबार पूर्ण सुयोग रहुछि। तत्सहित शिक्षार्थी विद्यार्थी मानक पई आज उत्तम जुग बनौछि। एवं आज तुला राशि व्यक्तिंकर जहा कि राजनैतिक सामाजिक क्षेत्र रे निजर दबदबा बढ़ी पारंती। तत्सहित तुला राशि व्यक्ति जो माने प्रेम संबंध रे जड़ित अछंती आज मधुर संपर्क बा प्रीति अधिक देखा देई पारे। तत्सहित तुला राशि व्यक्ति आज पारिवारिक दृष्टि देखिले आपणकर परिवार वर्गक सहित हस खुशी रे दिन कटिबार सुयोग देई पारे। आज तुला राशि व्यक्ति जहा कि कौनसी कंपटीशन क्षेत्र रे जदि भाग नउछंती सेथिरे विजय होबार अनेक चांस रहुछि। सदा बेले आपण हस खुशी रे दिन कटिबार पूर्ण सुयोग रहुछि। बंधु प्रियजनक सहित भल संबंध रही पारे। तत्सहित आज तुला राशि व्यक्ति व्यापार वाणिज्य रे आपण अनेक प्रकार लाभ करिबार पूर्ण सुयोग रहुछि। नूतन बिजनेस करिबा पई आज उत्तम जुग बनौछि। तत्सहित आज तुला राशि व्यक्ति जेकोनोसी गुरुत्वपूर्ण निष्पत्ति नबा पई भाग्य आपणकर पूर्ण साथ देउछि। आज तुला राशि व्यक्तिंकर स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज ताहार समाधान होबार अनेक चांस रहुछि। आज तुला राशि व्यक्तिंकर भाग्य संख्या रहिछि जहा कि 9, भाग्य रंग रहुछि जहा कि आपण नील रंग व्यवहार करि परिबे। एवं ग्रह माने आपण को आज जहा कि 98% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज आपणकर जहा कि आनंदमय परिवेश हबो। तत्सहित आज पारिवारिक संपर्क आपणकर अनेक सुख देबो। एवं परिवार वर्गंकर विशेष कर पिला छुआंक सहित आपणकर मन सदा बेले प्रसन्न रहिबा सहित जो माने प्रेम करूछंती सेमानक पई आज मधुर बा उत्तम दिन होई पारे। आज बिछा राशि व्यक्ति शिक्षार्थी विद्यार्थी माने जो माने अनेक सफलता हासिल करिवार सुयोग रहुछि। तत्सहित राजनैतिक सामाजिक क्षेत्र रे बिछा राशि व्यक्ति आज पद मर्यादा सहित मान सम्मान आपणकर निश्चित प्रतिष्ठा लाभ करिवार पूर्ण सुयोग रहुछि। आज बिछा राशि व्यक्ति जेकोनोसी शुभ कार्य पई उत्तम जुग रहुछि अर्थात गुरुत्वपूर्ण निष्पत्ति नबा पई पूर्ण शुभ जुग रहुछि। तत्सहित बिछा राशि व्यक्ति निजर व्यापार वाणिज्य जदि करूछंती अनेक प्रकार लाभ करिवार पूर्ण सुयोग रहुछि जहा आपणक भाग्य चक्र रु जणा पडुछि। आज बिछा राशि व्यक्ति जहा कि व्यापार वाणिज्य रे जेकोनोसी निष्पत्ति नबा पई बा कोनोसी नूतन बिजनेस करिवा पई पूर्ण शुभ जुग रहुछि। आज बिछा राशि व्यक्तिंकर जहा कि स्वास्थ्यगत दृष्टि देखिले पूर्वरु जदि किछि स्वास्थ्य समस्या थिबो आज आउ टिके अस्थिरता आडकू अग्रगति करि पारे। तेणु निश्चित स्वास्थ्य प्रति टिके सचेतन रहिबार आवश्यकता रहिछि बिछा राशि व्यक्तिंकु। आज बिछा राशि व्यक्तिंकर भाग्य संख्या रहिछि जहा कि 7, भाग्य रंग रहुछि जहा कि आपण धला रंग व्यवहार करि परिबे। एवं ग्रह माने आपण को आज जहा कि 85% साथ दउछंती।
ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଉତ୍ତମ ଦିନ ହୋଇପାରେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହବାର ଅନେକ ଯୁଗ ବନଉଛି। ପୂର୍ବରୁ କିଛି ମନସ୍କାମନା ଯଦି କରୁଛନ୍ତି ବା କିଛି କାର୍ଯ୍ୟ ବା କିଛି ମନରେ ଚିନ୍ତା କରିଛନ୍ତି ତାହା ସଫଳ ହବାର ଆଜି ଉତ୍ତମ ଦିନ ହୋଇପାରେ ଧନୁରାଶି ବ୍ୟକ୍ତିଙ୍କର। ଆଜି ଧନୁରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଯାହାକି ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପ୍ରାପ୍ତ କରିପାରନ୍ତି। ତତ୍ସହିତ ଧନୁରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ସହିତ ନିଜର ପଦମର୍ଯ୍ୟାଦା ବୃଦ୍ଧି କରିବ। ତତ୍ସହିତ ଆଜି ଧନୁରାଶି ବ୍ୟକ୍ତିଙ୍କର ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ସଦାବେଳେ ପ୍ରସନ୍ନ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ହେବ। ମଧୁର ବାର୍ତ୍ତାଳାପ ସହିତ ଆପଣଙ୍କର ଭଲ ଭାବ ପ୍ରୀତି ଦେଖା ଦେଇପାରେ। ତତ୍ସହିତ ଆଜି କିଛି ନୂତନ ପ୍ରେମ ସମ୍ବନ୍ଧ ସୃଷ୍ଟି କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଧନୁରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ଧନୁରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ପରିବାର ବର୍ଗ ସମସ୍ତେ ଆପଣଙ୍କ ଉପରେ ସଦାବେଳେ ଖୁସିରେ ରହିବେ ଏବଂ ଭଲ ସମ୍ପର୍କ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯେକୌଣସି ବେପାର ବାଣିଜ୍ୟରେ ନବା ପାଇଁ ଆଜି ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ଧନୁରାଶି ବ୍ୟକ୍ତିଙ୍କର ପୂର୍ବରୁ ଯାହାକି ବେପାର ବାଣିଜ୍ୟରେ କିଛି କ୍ଷତି ଯଦି ହେଇଥିବ ତାହାର ଆଜି ଭରଣ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଟିକେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଯାହାକି ସ୍ୱାସ୍ଥ୍ୟରେ ଅନେକ ଯାହାକି ସମସ୍ୟା ସୃଷ୍ଟି କରିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ଆପଣଙ୍କର ଖରାପ ଥିବ ଆଜି ଟିକେ ସାବଧାନ ହୋଇଯାଆନ୍ତୁ। ତେବେ ଆଜି ମକର ରାଶି ବ୍ୟକ୍ତି ପ୍ରାୟତଃ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ ଏବଂ ପରିବାର ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଥିବେ ସେମାନଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ। ତତ୍ସହିତ ଆଜି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଯାହାକି ମକର ରାଶି ବ୍ୟକ୍ତି ଆପଣଙ୍କର ଭାଇ କିମ୍ବା ଭଉଣୀଙ୍କ ସହିତ ଭଲ ସମ୍ବନ୍ଧ ରଖି ଆପଣଙ୍କର କାର୍ଯ୍ୟ ହାସଲ କରିବାର ଉତ୍ତମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି କିଛି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିପାରେ କିମ୍ବା କିଛି ମନ୍ଦିର ପରିଦର୍ଶନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ହୋଇପାରେ, କିନ୍ତୁ ଆଶା ଅନୁଯାୟୀ ବିଶେଷ କରି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ବିଶେଷ ସଫଳତା ନ ମିଳିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କିଛି ସ୍ଥିରତା ଉପରେ ନିହାତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି କ୍ଷେତ୍ରରେ ଆପଣ ଅଧିକ ଆଗଭର ହୋଇ ବା ଆଗୁଆ କୁହାଳିଆ ଭଳି କାର୍ଯ୍ୟ କରନ୍ତୁ ନାହିଁ। ସ୍ଥିରତା ରହି କାର୍ଯ୍ୟ କରିଲେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଯାହାକି ବଜାଇ ରହି ନିଜର କାର୍ଯ୍ୟ ଯାହାକି ରାଜନୈତିକ କ୍ଷେତ୍ରରେ ପରିପ୍ରକାଶ କରିପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହିଛି। ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ପଦମର୍ଯ୍ୟାଦା ବଢିବା ସହିତ ଆଜି କୁମ୍ଭ ରାଶି ବ୍ୟକ୍ତି
जहाँकि इंटरव्यू एग्जाम थिले विद्यार्थी शिक्षार्थी मानक पई उत्तम शुभ जुग रहुची जहाँकि सेतिरे भल सफलता प्राप्त करिवे। तत्सहित कुंभ राशि व्यक्ति आज राजनीतिक सामाजिक क्षेत्र जो माने कार्य करूछंती निजर दक्षता वृद्धि करिवो, निजर मान सम्मान प्रतिष्ठा लाभ करिवार पूर्ण सुजोग रहुची। तेबे आज कुंभ राशि व्यक्ति प्रेम संबंध रे किछि नूतन संबंध बनेइबा पई आज उत्तम सुजोग रहुची। तत्सहित कुंभ राशि व्यक्ति आज पारिवारिक संबंध भल रहिबो एवं आज कुंभ राशि व्यक्ति व्यापार वाणिज्य करुथुले अनेक प्रकार लाभ प्राप्त करिवार पूर्ण सुजोग रहुची। तेबे कुंभ राशि व्यक्ति आज आपणकर जेकोसी गुरुत्वपूर्ण निष्पत्ति नवा पई पूर्ण शुभ जुग रहुची जहा ग्रह माने आपणको शुभ दृष्टि देखुचंती। तेबे आज कुंभ राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य संबंध किछि रहिबो नाही, जहा कि पूर्वर जदि किछि स्वास्थ्य समस्या थिबो ताहा आज समाधान होबार अनेक चांस रहुची। तेबे आज कुंभ राशि व्यक्ति किछि नूतन जिनिस आनिबार पूर्ण सुजोग रहुची किंबा किया आपणको जहा कि सरप्राइज दबार जहा कि जुग बनौची। तेबे आज कुंभ राशि व्यक्तिंकर जहा कि भाग्य संख्या रहिची 4, भाग्य रंग जहा कि आपण सबुज रंग व्यवहार करि परिबे एवं ग्रह माने आपण को आज जहा कि 98% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज दिनटी आपणकर अति उत्तम जुग रहुची। पूर्वरु जो माने शत्रुता आपणक साथी रे करिथिबे से माने आज मित्रता क्षेत्र रे हाथ बढ़ाई पारंती किंबा आपण आज शत्रु नाश करिवार पूर्ण सुजोग रहुची। तेबे मीन राशि व्यक्ति आज जेकोसी कंपटीशन क्षेत्र रे जदि भाग नउछंती सेथिरे सफलता होबार अति उत्तम जुग रहुची। आज मीन राशि व्यक्ति जहा कि विद्यार्थी शिक्षार्थी मानक पई अनेक प्रकार सफलता प्राप्त करिवार सुजोग रहुची। तत्सहित राजनीतिक सामाजिक क्षेत्र रे भाग्य आपणकर साथ देबारु आपणकर पदमर्यादा बढ़िबो एवं मान सम्मान अनेक क्षेत्र रे वृद्धि होबार सुजोग रहुची। आज मीन राशि व्यक्ति आपण ऑफिस जनित क्षेत्र रे जदि कार्य करूछंती आपणकर कार्य कौशल देखि अनेक परिमाण रे उपरस्थ कर्मचारी आपणक ऊपर प्रशंसा होबार पूर्ण सुजोग रहुची। आज मीन राशि व्यक्ति व्यापार वाणिज्य रे अनेक प्रकार लाभ पाइबार पूर्ण जुग रहुची। नूतन व्यापार वाणिज्य करिबा पई आज शुभ जुग रहुची जेकोसी निष्पत्ति नबा पई। तेबे गुरुत्वपूर्ण निष्पत्ति नबार पूर्ण भाग्य आपनकु साथ देउची। आज मीन राशि व्यक्ति प्रेम दुनिया रे जो माने जड़ित अछंती आज आमोद प्रमोद करिबार पूर्ण शुभ जुग रहुची। तत्सहित किछि नूतन प्रेम पई आज शुभ जुग रहुची। आज मीन राशि व्यक्ति परिवार किंबा आपणकर पिला छुआंक सहित भल संबंध रहिबो जहा आपणक भाग्य चक्र रु जणा पडुची। आज मीन राशि व्यक्ति स्वास्थ्यगत दृष्टि देखिले आपण पूर्ण सुस्थ रहिबे। जदि पूर्वरु किछि स्वास्थ्य समस्या थिबो ताहा आज समाधान होबार अनेक चांस रहुची। आज मीन राशि व्यक्तिंकर भाग्य संख्या रहिची जहा कि 2, भाग्य रंग जहा कि आपण व्यवहार करि परिबे धोळा रंग एवं ग्रह माने आपण को आज जहा कि 90% साथ दउछंती। ओम विष्णवे नमः। नमस्कार।